ଏଠି ବି ବାକି ଅଛି ଆହୁରି। ନମସ୍କାର ସାଙ୍ଗମାନେ, ମୋର ପ୍ରଥମ ବ୍ଲଗ୍ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଦେଖିପାରୁଛନ୍ତି ମୁଁ ଟୋପି ପିନ୍ଧିଛି। ଠିଆ ଦେଖିକି ଆପଣ ଜାଣିପାରୁଥିବେ ମୁଁ କ'ଣ କାମ କରେ। ତ ଆଜିର ଭିଡ଼ିଓରେ ମୁଁ କେଉଁଠି କାମ କରେ ସେଇଟା ହିଁ ଆଜି ଆପଣଙ୍କୁ ଦେଖେଇବି। ତ ଚାଲନ୍ତୁ। ତ ଆମର କାମ ସାଇଟ୍ କିଛି ଏମିତି ଦେଖାଯାଏ। ଏଠି ଗୋଟେ ଏକ୍ସିଭେଟର ମେସିନ୍ଟା ଠିଆ ହେଇଛି। ଚାଲନ୍ତୁ ପାଖକୁ ଯାଇକି ଆମେ ଦେଖିବା କେମିତି। ଏଇଟା ବହୁତ ବଡ଼ ଦେଖାଯାଉଛି। ଏଇଟା ହେଉଛି କ୍ରେନ୍। ତ ଆଜି ଏ କ୍ରେନ୍ର କାମ ନାହିଁ, ସେଥିପାଇଁ ଖାଲି ଏମିତି ଠିଆ ହେଇଛି। ଏଇଟା ଚାଲୁନି। ସେଇଟା ଯେଉଁଟା ଆଉ ଗୋଟେ ସେଇ କ୍ରେନ୍ଟା ଚାଲୁଛି। ସେମାନେ ଭାଇମାନେ ସେମାନେ ଯାଉଛନ୍ତି କାମ କରିବା ପାଇଁ। ତ ଚାଲନ୍ତୁ ପାଖକୁ ଯାଇକି ଦେଖେଇବି ଏଠି କ'ଣ ଚାଲିଛି। ତ ଏଠି ଗୋଟେ ବହୁତ ବଡ଼ କୂଅ ଅଛି। ଏଇଟା କେତେ 70-80 ମିଟର ତଳକୁ ଯାଇଛି କୂଅ। ସେଠି ପାଣି ଅଛି, ଭର୍ତ୍ତି ହେଇଛି। 70-80 ମିଟର ଯାଇଛି। ଆଉ ସେଇଠି ଡବାରେ ସେଇଠି ଅପରେଟର ବସେ। ଏଇଟା ହେଉଛି ମା ଏକ୍ସିଭେଟର ମେସିନ୍। ଆଉ ସେ ପଛରେ ଠିଆ ହେଇଛି ତାର ଛୁଆ, ମାନେ ତାର ଛୁଆ ଏକ୍ସିଭେଟର ମେସିନ୍। ଇଏ ହେଉଛି ମା, ଇଏ ହେଉଛି ଛୁଆ। ମା ଛୁଆ ଦୁଇ ଜଣ ଏଠି କାମ କରୁଛନ୍ତି। এই ମା ମେସିନ୍ ଏଠି ଉପରେ କାମ କରେ, ଆଉ ସେଇ ଛୁଆ ମେସିନ୍ এই କୂଅ ଭିତରେ କାମ କରେ। ଆଉ ସେଇ ଭାଇମାନେ ତାଙ୍କର ଜିନିଷ ସବୁ ଗୁଡ଼ା ରେଡ଼ି କରୁଛନ୍ତି, ତଳକୁ ଯିବେ। ଆମ ଠିକାଦାରର ଏଠି କାମ ସରିଯାଇଛି। ଏମାନଙ୍କର ଠିକାଦାରର ପାଇଁ ଖାଲି କାମ ଚାଲିଛି। ଏମାନେ ଅଲଗା ଠିକାଦାର ଆଉ ମୁଁ ଅଲଗା ଠିକାଦାର। ମୁଁ ଏକଲା ଏଠି ଅଛି। ଏଠି ମାନେ ଆମର କାମ ପୁରା ସରିଯାଇଛି। ସମସ୍ତେ ସେଇଠି ଉପରେ ଯାଇଛନ୍ତି। ସେଇଟା ଲାଇଟ୍ ଜଳୁଛି ଦେଖାଯାଉଛି। ସେଇଠି ସମସ୍ତେ ଉପରକୁ ଯାଇଛନ୍ତି, ଆଉ ମୁଁ ଏକଲା ଅଛି। ସେମାନେ ଅଲଗା ଠିକାଦାରର, ସେମାନେ ତଳକୁ ଯିବେ। ଏବେ ସେମାନେ କାମ କରିବେ, ଆଉ ଆମର କାମ ଏଠି ନାହିଁ। ତଳକୁ କେମିତି ଯିବେ କ୍ରେନ୍ରେ, ମୁଁ ଆପଣଙ୍କୁ ସେଇଟା ଦେଖେଇବି। ସେମାନେ କେମିତି এই କ୍ରେନ୍ରେ ତଳକୁ ଯିବେ। ତ ସମସ୍ତେ ରେଡ଼ି ହୋଇଗଲେ। ମାନେ ଆଜି ତାଙ୍କର ଡ୍ରିଲିଂ ହେବ, କାଲି ସକାଳକୁ ବ୍ଲାଷ୍ଟିଂ ହେବ। ଏପଟେ ଫୋରମ୍ୟାନ୍ ଇଞ୍ଜିନିୟର ମାନଙ୍କୁ ବସିବା ପାଇଁ ଏଠି ଗୋଟେ ତମ୍ବୁ ଭଳିଆ ସେଠି ରଖାହେଇଛି। ଦୁଇଟା ଚେୟାର ପଡ଼ିଛି। ଆଉ ଏଇଟା ହେଉଛି ଆମ ପିଇବା ପାଣି। ଏଇଟା ଛୋଟ ଛୋଟ ଦୁଇଟା ଡ୍ରମରେ ପିଇବା ପାଣି, ଆଉ ସେଇଟା ହେଉଛି ଧୋଇବା ପାଣି। ଏଠି ଫୋରମ୍ୟାନ୍ ଇଞ୍ଜିନିୟର ଏଠି କେହି ନାହାନ୍ତି, ସମସ୍ତେ ଉପରକୁ ପଳାଇଛନ୍ତି। ତ ମୁଁ ପୁରୁଣା ପିଲା, ସେଥିପାଇଁ ମୋତେ ଏଠି କହିକି ଯାଇଛନ୍ତି ତୁମେ ଏଠି ବସିଥାଅ, ସେମାନେ କାମ କରିବେ, ତୁମେ ଖାଲି ଦେଖିଥିବ। ସେମାନେ 11ଟା-12ଟା ବେଳେ ଆସିବେ। 11ଟା ତ ହେଇଗଲା, 12ଟା-1 ବେଳେ ସେମାନେ ଆସିବେ। ତ ସେମାନେ ଆସିଲେ ମୁଁ ଏଠି ଶୋଇଯିବି। ମୋର କାମ ତ ଏଠି କିଛି ନାହିଁ, ଖାଲି ଏମାନଙ୍କର କାମ ଅଛି। ତାଙ୍କର ଏଇଟା ଗାଡ଼ି, ଏଇ ଗାଡ଼ିରେ ସେମାନେ ଆସିଛନ୍ତି। ସେମାନେ ସେଫ୍ଟି ବେଲ୍ଟ ସବୁ ପିନ୍ଧି ସାରିଲେ। ସେମାନେ ଏବେ ତଳକୁ ଯିବେ। ତଳରେ ଏବେ ଡ୍ରିଲିଂ ହେବ। ସେଇଠି ଅପରେଟର ବସିଛି। ସେଇ ବକେଟରେ ସେମାନେ ସମସ୍ତେ ଚଢ଼ିଯିବେ, ତାପରେ ସେମାନେ ତଳକୁ ଓହ୍ଲାଇବେ। ଏଠି ଆଉ ବେଶୀ ଦିନ କାମ ଚାଲିବନି, କେତେ 2-3 ମାସ ଆଉ କାମ ଚାଲିବ, ତାପରେ ଏଠି କମ୍ପ୍ଲିଟ୍ ହେଇଯିବ। ଆମର ତ କମ୍ପ୍ଲିଟ୍ ହେଇଯାଇଛି, ଖାଲି ଏଠି ଅଛି। ଏମାନଙ୍କର କାମ ଟିକେ ଅଛି, ଆଉ ଖାଲି ଉପରେ ଟିକେ ଆମର କାମ ଅଛି। ଆଉ ସରିଯିବ 2-3 ମାସ ପରେ। ଏଠି ଆଉ ଗୋଟେ ବ୍ଲାଷ୍ଟିଂ ଅଛି, ଆଉ ଏଠି କେତେ 10-15ଟା ବ୍ଲାଷ୍ଟିଂ ଅଛି। ବ୍ଲାଷ୍ଟିଂ ସରିଲେ ତ ଆମର କାମ ସରିଯିବ। ଆମେ ଏଠୁ ଅଲଗା ସାଇଡ଼୍କୁ ଆମେ ଟ୍ରାନ୍ସଫର୍ ହେଇଯିବ ଆମର। ତ କେତେ ଦିନ ପର୍ଯ୍ୟନ୍ତ ରହୁଛି ଦେଖାଯିବ। ତ ସେମାନେ ପୁରା ରେଡ଼ି ହୋଇଗଲେ। କ୍ରେନ୍ ବି ଷ୍ଟାର୍ଟ ହେଲା। ତ କେମିତି ଯିବେ ସେମାନେ ଆପଣଙ୍କୁ ଦେଖେଇବି। ଚାଲ, ସମସ୍ତେ ସାମାନ ଲୋଡ଼୍ କରିକି ସେମାନେ ଯାଉଛନ୍ତି। ସେମାନେ ଉଠିଗଲେ। ଏମିତି ସେମାନେ ଏବେ କୂଅ ଭିତରକୁ ଯିବେ, ସେଠି କାମ କରିବେ, ତାପରେ ଡ୍ରିଲିଂ କରିବେ, ତାପରେ ସକାଳକୁ ବ୍ଲାଷ୍ଟିଂ ହେଇଯିବ। ଚାଲିଲା। ଏଠି ଏମିତି କାମ ହୁଏ। ତ ସେଇଠିକାର କାମ ବାକି ଅଛି ଆହୁରି। ଏଠି ବି ବାକି ଅଛି ଆହୁରି। ସେମାନେ ସେ ତଳକୁ ଯାଉଛନ୍ତି।
एक को भी 70-80 किलोमीटर कौची 70-80 मीटर तौर को जाइए आउ थे ब्लास्टिंग हेले पूरा सेपटे तौर को माने आर पार हो तौर को जाऊँगी आउ से अच्छी ऑपरेटर तौर को पहुँचते के 10-15 मिनट निहाती लगे मैंने ये क्रेनटा बहुत स्लो रे चलुची तौर को पहुँचते पहुँचते 10-15 मिनट लगी फाइनली एवं सकाଳେ हो जाए सकाळे होची 6 बजे सेठी आम ब्लास्टिंग हेब जो मैंने जाते काम करते से मैंने लोडिंग करके आसुँच हेब ब्लास्टिंग सामान गुड़ाक लोड हेब एवं कम सरला जो मैंने ऊपर को जाते से मैंने आसुँच आई देख अरे तले जो मैंने काम करते जाते से काम सरला ऊपर को उठुं से मैंने लोडिंग करके आसिले ब्लास्टिंग हेब ऊपर को आसिले से मैंने ये होची हमर ब्लास्टर से ब्लास्टिंग करिवो एवं लोडिंग भी हो सारी लोडिंग भी हो सारी ए माने उठले खाली ब्लास्टिंग हेब आ ब्लास्टर भी आसी हाँ से मैंने ऊपर को आसिले एवं हमर ब्लास्टिंग हेब ब्लास्टर भाई तांकर चली ब्लास्टिंग करिवो मार दूं हां मारो ब्लास्टिंग हला पर केमती एबे धुआं उठुसी जेते बड़े ब्लास्टिंग कला सेते बड़े उठलानी तापर उठुसी से माने देखुछंती ऊपर भी कंक्रीट चली मशीन चली कंक्रीट मशीन मोर प्रथम वीडियो आपको केमती लगे जदि भल लगी लाइक करेंगे शेयर करेंगे और सब्सक्राइब निहत करेंगे तो चलते आज वीडियो ये शेष करवा नेक्स्ट ब्लॉग वीडियो देखा पुणी थैंक यू फॉर वाचिंग फॉर बाय।